ବୋଉ ଚାହା ନିଅନ୍ତୁ। ହଁ ଲୋ ବଉଳ, କ'ଣ କହିଲୁ? ତୋ ବୋହୂ ତୋତେ ଦାମିକିଆ ଶାଢ଼ୀ ଦେଇଛି। ଆମର ସେ ଭାଗ୍ୟ କାହିଁ, ଆମେ ତ ପାଣିଚିଆ ଚାହାରେ ଦିନ କାଟୁଛୁ ଆଉ। ବୋଉ ରୁଟି ସନ୍ତୁଳା ବାଢ଼ିକି ରଖିଦେଇଛି, ଯାଆନ୍ତୁ ଖାଇବେ। କ'ଣ କହିଲୁ ବଉଳ? ତୋ ବୋହୂ ତୋତେ 9 ଜଣ 6 ଭଜା କରିକି ଦଉଛି। ଆମର ସେ ଭାଗ୍ୟ କାହିଁ, ଆମର ତ ଶୁଖିଲା ରୁଟି ଆଉ ପାଣିଚିଆ ସନ୍ତୁଳାରେ ଜୀବନ କଟୁଛି। ବୋଉ ନିଅନ୍ତୁ, ଏ ଶାଢ଼ୀଟା ମୁଁ ଆପଣଙ୍କ ପାଇଁ ଆଣିଛି। ହାଲୁ, ଇଏ ତ ଭାରି ଦାମିକିଆ ଶାଢ଼ୀ, 4-5 ହଜାର ହେଇଥିବ। ମୋ ପୁଅ ପକେଟରୁ ଚୋରି କରିକି ଆଣିଛୁଟି? ମୋ ପୁଅଟାକୁ କାଙ୍ଗାଳ କରିଦେବି। ଆପଣଙ୍କ ପୁଅକୁ ମୁଁ କାହିଁ କାଙ୍ଗାଳ କରିବି? ମୋ ସାଙ୍ଗ ମୋତେ 2ଟା ନମ୍ବର ଦେଇଥିଲା, ସାନ୍ତ୍ୱନା ଦାସଙ୍କର। ମୁଁ ତାଙ୍କୁ କଣ୍ଟାକ୍ଟ କଲି। ସେ ମୋତେ ଘରେ ବସିକି ମାସକୁ କେମିତି 20ରୁ 25 ହଜାର ଇନକମ୍ କରିହେବ ତାର ଆଇଡ଼ିଆ ବତେଇଥିଲେ। ଆଉ ହଁ, ଖାଲି ମାସକୁ ନୁହଁ, ଯଦି ଆପଣ ଚାହିଁବେ ତାହେଲେ ଡେଲି ବେସିସ୍ରେ ବି ଇନକମ୍ କରିପାରିବେ। ଆପଣଙ୍କ ପରିଶ୍ରମ ଉପରେ ନିର୍ଭର କରେ। ଆଉ ସେଇଥିରେ ମୁଁ ଏ ଶାଢ଼ୀଟା ଆଣିଛି। ଯାହା ହଉ, ଏତେ ଦିନ ପରେ ଲାଗିଲା ତୁ ମୋରି ବୋହୂ। ହଁ ସାଙ୍ଗ, କ'ଣ କହିଲୁ? ତୋ ଶାଶୁ ତୋତେ ସବୁ ସୁନା ଗହଣା ଦେଇଦେଲେ ତାଙ୍କର? ଆହା, ହଁ, ତୋତେ ତ ବାପ ଘରେ 2 ମାସ ରହିବାର ଅନୁମତି ଦେଇଦେଲେ। ୱାଓ! କ'ଣ କହିଲେ? ସ୍ୱାମୀ ସାଙ୍ଗରେ ଯୁଆଡ଼େ ପାରୁଛୁ ସିଆଡ଼େ ବୁଲ। ଆହା, ନାଇଁ ରେ, ମୋର ସେ ଭାଗ୍ୟ କାହିଁ? ମୋର ତ ଖୁଣ୍ଟା ଶୁଣି ଶୁଣି ଦିନ ଯାଉଛି।